ଆପଣମାନେ ସାମ୍ନାରେ ଗୋଟେ ଜାତକ ଦେଖୁଛନ୍ତି। ତାଙ୍କର ଡେଟ୍ ଅଫ୍ ବାର୍ଥ ହେଉଛି 27 ଜୁଲାଇ 1997। ଜନ୍ମ ସମୟ ହେଉଛି 6:32 PM। ଜନ୍ମସ୍ଥାନ ହେଉଛି ମଧୁବନ, ବିହାର। ଚାଲନ୍ତୁ ଆଙ୍କ ଜାତକ ଆଜି ଆମେ ଆନାଲିସିସ୍ କରିବାକୁ ଯାଉଛେ। ତାଙ୍କ ଜାତକ ଯେତେବେଳେ ଦେଖିଲି ମାନେ ଲାଇଫ୍ରେ ସେ ଖୁସି ନାହାନ୍ତି। ଗୋଟେ ଡିସାଟିସ୍ଫ୍ୟାକ୍ସନ୍ ଚାଲିଛି, ପ୍ରୋବ୍ଲେମ୍, ଲଭ୍ ରିଲେସନସିପ୍ରେ ବ୍ରେକଅପ୍ ହେଇଗଲା, ଲାଇଫ୍ରେ ଗୋଟେ କ୍ଲାରିଟି ଆସୁନି, ସବୁଆଡ଼ୁ ଡିଷ୍ଟାନ୍ସ ଡିଷ୍ଟର୍ବାନ୍ସ, ତ ସବୁ ପ୍ରକାର ପ୍ରୋବ୍ଲେମ୍ ତାଙ୍କ ଜାତକରେ ଭର୍ତ୍ତି ହେଇକି ଅଛି। ତ ଆକ୍ଚୁଆଲି କ'ଣ ପାଇଁ ହେଉଛି ଚାଲନ୍ତୁ ଦେଖିବା, ତାଙ୍କ ଜାତକ ପୁରା ଆନାଲିସିସ୍ କରିବା କ'ଣ ଆକ୍ଚୁଆଲି ତାଙ୍କ ଜାତକରେ ଅଛି, କ'ଣ ପ୍ରୋବ୍ଲେମ୍ ଅଛି, କାହିଁକି ଏମିତି ହେଲା। ତେବେ ଆଙ୍କ ଜାତକ ହେଉଛି ମେଷ ରାଶି ଆଉ ମକର ଲଗ୍ନ। ଜନ୍ମ ହେଇଛନ୍ତି ଆଙ୍କର ଭରଣୀ ନକ୍ଷତ୍ରରେ। ତ ଭରଣୀ ନକ୍ଷତ୍ର ହେଉଛି ଶୁକ୍ରର ନକ୍ଷତ୍ର। ତ ଦେଖିବା ଆଙ୍କ ଭିତରେ ଗୋଟେ ଟେଣ୍ଡେନ୍ସି ଆସିଯିବ ଯେ କେଉଁଠି ନା କେଉଁଠି ଗୋଟେ ଲକ୍ଜରିୟସ୍ ଲାଇଫ୍, ମାନେ ଗୋଟେ ଭଲ ବିଳାସ ବେସନ ଲାଇଫ୍ ତାଙ୍କୁ ଭଲ ପସନ୍ଦ ଆସୁଥିବ। ଭଲ ଖାଇବା, ଭଲ ପିନ୍ଧିବା, ଭଲ ଜାଗାରେ ରହିବା, ପରଫ୍ୟୁମ୍, ଫ୍ରେଶନେସ୍ ଗୋଟେ ତାଙ୍କ ଭିତରେ ଅଟୋମେଟିକାଲି ଆସିଯିବ ନିହାତି ଭାବରେ, ଯେହେତୁ ଭରଣୀ ନକ୍ଷତ୍ର ଜନ୍ମ ହେଇଛନ୍ତି। ତା ସହିତ ଲାଇଫ୍ରେ କୌଣସି ଡିସିସନ୍ ନେଲା ବେଳକୁ ତାଙ୍କୁ ପ୍ରୋବ୍ଲେମ୍ ବହୁତ ଫେସ୍ କରିବେ, ବା ଗୋଟେ କନଫ୍ୟୁଜନ୍, ଗୋଟେ କ୍ଲାରିଟି ଆସିପାରୁନଥିବ ତାଙ୍କ ଲାଇଫ୍ରେ ସଦାବେଳେ। ତା ସହିତ ମକର ଲଗ୍ନ ଗୋଟେ ଜିନିଷ ହେଉଛି, ଏମାନେ ଏମିତି ବ୍ୟକ୍ତିତ୍ୱ ଯେଉଁମାନେ ସମସ୍ତ ପାଇଁ ସବୁକିଛି କରିଥାନ୍ତି, ୟା ଫିର୍ ଲୋକମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତି, କିନ୍ତୁ ନିଜ ଲାଇଫ୍ରେ ସେତିକି ସକ୍ସେସ୍ କେବେ ପାଇପାରନ୍ତି ନାହିଁ। ଲାଇଫ୍ରେ କେଉଁଠି ନା କେଉଁଠି ଷ୍ଟ୍ରଗଲ୍ ବହୁତ ଫେସ୍ କରିଥାନ୍ତି ଏମାନେ, ଯେଉଁଟାକି ହୁଏ ତାଙ୍କ ସହିତ ଟ୍ରାଜେଡ଼ି ହୁଏ। କିନ୍ତୁ ତା ସହିତ ଆପଣ ଗୋଟେ ଜିନିଷ ଦେଖିବେ, ଲଗ୍ନରେ ବୃହସ୍ପତି ବସିଛି, ଯେଉଁଟାକି ବକ୍ରି ହେଇକି ଡେଭଲେଟେଡ଼ ହେଇଯାଇଛି, ତା ସହିତ ବକ୍ରି ମଧ୍ୟ ହେଇଯାଇଛି, ଯେଉଁଟାକି ବହୁତ ବଢ଼ିଆ କମ୍ବିନେସନ୍। କିନ୍ତୁ ଆଙ୍କ ଜାତକରେ ବୃହସ୍ପତି ଭଲ ନୁହନ୍ତି, କାହିଁକିନା ବୃହସ୍ପତି ହେଉଛନ୍ତି ଦ୍ୱାଦଶାଧିପତିକୁ ତୃତୀୟାଧିପତି। ତ କେଉଁଠି ନା କେଉଁଠି ବୃହସ୍ପତି ଆଙ୍କ ଜାତକରେ ଯେଉଁଟା ଭଲ ନୁହଁ ଆସିକି ଲଗ୍ନରେ ବସିଯାଇଛି। ତ ସେଥିପାଇଁ କେଉଁଠି ନା କେଉଁଠି ତାଙ୍କର ହେଲ୍ଥ ଇସ୍ୟୁଜ୍ ନେଇ ଲସ୍ ହେଉ ବା ଡିଷ୍ଟର୍ବାନ୍ସ ହେଉ କେଉଁଠି ନା କେଉଁଠି ଲାଗି ରହିଛି। କିନ୍ତୁ ବୃହସ୍ପତି ଲଗ୍ନରେ ବହୁତ ଭଲ, ନୋ ଡାଉଟ୍ ତାଙ୍କୁ ଇଣ୍ଟେଲିଜେଣ୍ଟ ପର୍ସନ୍ ତ ନିହାତି ବନେଇଦେବ ସିଏ। ସବୁ ଜିନିଷରେ ଜ୍ଞାନ ଥିବା ଦରକାର, ସ୍ପିରିଚୁଆଲ୍, ଆଧ୍ୟାତ୍ମିକତା, ଏଇ ଜିନିଷ ନିହାତି ଆସିଯିବ। ତା ସହିତ ରବି ମଧ୍ୟ ଆଙ୍କର ସପ୍ତମ ଘରେ ବସିଛି ଆଉ ଲଗ୍ନକୁ ଦେଖୁଛି। ବୃହସ୍ପତି ଆଉ ରବି ଏକାଠି ମାନେ ସାମ୍ନାସାମ୍ନି ବସିଛନ୍ତି। ତ ବୃହସ୍ପତି ବହୁତ ପାୱାରଫୁଲ୍ ହେଇଯାଉଛି, ଯେହେତୁ ରବି ତାକୁ ଦେଖି ଦେଉଛନ୍ତି। ତା ସହିତ କିନ୍ତୁ ରବିଙ୍କ ଜାତକରେ ଅଷ୍ଟମାଧିପତି, ଯେଉଁଟାକି ଭଲ ନୁହଁ, ଆସିକି ସପ୍ତମ ଘରେ ବସିଛି, ଯେଉଁଟା କେଉଁଠି ନା କେଉଁଠି ମ୍ୟାରିଟାଲ୍ ଲାଇଫ୍ରେ ହେଇପାରେ, ଲାଇଫ୍ ପାର୍ଟନର ହେଲ୍ଥ ଇସ୍ୟୁଜ୍ ରହୁ ବା ଡିଷ୍ଟର୍ବାନ୍ସ ଟିକେ ରହୁ, ନିହାତି ଆସିଯିବ। ତା ସହିତ ଆପଣ ଦେଖନ୍ତୁ ଲଗ୍ନାଧିପତି ଯିଏକି ଶନି, ସେ ଆସିକି ତୃତୀୟ ଘରେ ବସିଛନ୍ତି, ଯେଉଁଟାକି ବହୁତ ବଢ଼ିଆ। ତୃତୀୟାଧିପତି ଲଗ୍ନରେ ଆଉ ଲଗ୍ନାଧିପତି ତୃତୀୟ ଘରେ, ତ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ତାଙ୍କ ଲାଇଫ୍ରେ କେଉଁଠି ନା କେଉଁଠି ତାଙ୍କର ଗୋଲ୍ ରହିବା ଦରକାର, ବା ମାଇଣ୍ଡ ସେଟ୍ ସେମିତିଆ ଥିବ ଯେ ମୋତେ ମେହନତ କରିକି ଜିନିଷ ହାସିଲ କରିବାର ଅଛି, ନା କି ଏମିତି ଜଷ୍ଟ ଜିନିଷ ମୁଁ ପାଇଯିବି। ତ ଇଏ ଲାଇଫ୍ରେ ଯେତେ ମେହନତ କରି ଯିବେ, ଦେଖିବ ତାଙ୍କ ଲାଇଫ୍ରେ ବହୁତ ଜିନିଷ ହାସଲ ମଧ୍ୟ କରିପାରିବେ। କିନ୍ତୁ ଦ୍ୱିତୀୟ ଜିନିଷ ହେଉଛି କ'ଣ, ତାଙ୍କର କେତୁ ବସିଛି ସେକେଣ୍ଡ ହାଉସ୍ରେ। ତ ଯେହେତୁ କେତୁ ସେକେଣ୍ଡ ହାଉସ୍ରେ ଆସିଯାଉଛି, ତ କେଉଁଠି ନା କେଉଁଠି ବାଣୀରେ ଟିକେ କଟୁତା ଆସିଯାଏ, ବା ଆପଣ ଚାହାନ୍ତୁ ବା ନ ଚାହାନ୍ତୁ ଗୋଟେ ହାର୍ସନେସ୍ କେଉଁଠି ନା କେଉଁଠି ଅଟୋମେଟିକାଲି ଆସିଯାଏ, ଯେହେତୁ କେତୁ ସେକେଣ୍ଡ ହାଉସ୍ରେ ବସିଛି, ସେ ନିହାତି ଭାବରେ ଆସିଯିବ। ଆଉ ତା ସହିତ ଫ୍ୟାମିଲିରୁ ଟିକେ ଡିଷ୍ଟର୍ବାନ୍ସ ରହିବା, ବା ମାନେ କୁଟୁମ୍ବ ଘରୁ ଟିକେ ଅଲଗା ରହିବା, ତ ଏଇ ଟେଣ୍ଡେନ୍ସି କେତୁ ଦେଇଦିଏ ସେକେଣ୍ଡ ହାଉସ୍ରେ ବସିଲେ। ତା ସହିତ ଶନି ତୃତୀୟ ଘରେ ବହୁତ ଭଲ ଜାଗାରେ ବସିଛି, କିଛି ପ୍ରୋବ୍ଲେମ୍ ନାହିଁ। କିନ୍ତୁ ଭିଡ଼ିଓର ଷ୍ଟାର୍ଟିଂରେ ମୁଁ ଆପଣଙ୍କୁ କହିଥିଲି ଯେ ସିଏ ତାଙ୍କର ମେନ୍ ଜିନିଷ ହେଉଛି ତାଙ୍କ ଲାଇଫ୍ରେ ସେ ଖୁସି ନାହାନ୍ତି। ଏଥିପାଇଁ ଖୁସି ନାହାନ୍ତି କାହିଁକିନା ଆପଣ ଯେତେବେଳେ ଦେଖିବେ ତାଙ୍କ ଜାତକ, ଲଗ୍ନାଧିପତି ଯିଏକି ଶନି, ସେ ଆସିକି ରେବତୀ ନକ୍ଷତ୍ରରେ ବସିଯାଇଛି। ତ ରେବତୀ ନକ୍ଷତ୍ର ନୋ ଡାଉଟ୍ ବହୁତ ବଢ଼ିଆ ନକ୍ଷତ୍ର, କିନ୍ତୁ ରେବତୀ ନକ୍ଷତ୍ରରେ ପ୍ରୋବ୍ଲେମ୍ ହୁଏ କ'ଣ, ସେମାନେ ଲାଇଫ୍ରେ କେଉଁଠି ନା କେଉଁଠି ମ୍ୟାରିଟାଲ୍ ଲାଇଫ୍କୁ ନେଇ ହେଉ, ଟିକେ ମ୍ୟାରିଟାଲ୍ ଲାଇଫ୍ ନିଜ ଲାଇଫ୍କୁ ନେଇ ଟିକେ ସାଟିସ୍ଫାଏଡ଼୍ ହେଇପାରନ୍ତିନି। କେଉଁଠି ନା କେଉଁଠି ଗୋଟେ ଡାଉଟ୍, ଗୋଟେ କନଫ୍ୟୁଜନ୍ ହେଇଥାଏ, ସଦାବେଳେ ରହିଥାଏ, ସେମାନେ ସେ ଜିନିଷ ଛାଡ଼ି ପାରନ୍ତିନି। କେଉଁଠି ନା କେଉଁଠି ସେଇ ରିଜନ୍ ଲାଗି ହିଁ କାହିଁ ନା କାହିଁ ତାଙ୍କ ଭିତରେ ଗୋଟେ ନେଗେଟିଭ୍ ମାଇଣ୍ଡ ସେଟ୍ ମଧ୍ୟ ନିହାତି କଣ୍ଟିନ୍ୟୁ କରୁଛି। ତା ସହିତ ଆଉ ଗୋଟେ ଜିନିଷ ଦେଖନ୍ତୁ, ଆପଣ ତାଙ୍କର ଅଷ୍ଟମ ଘରେ ଅଛି ବୁଧ, ଶୁକ୍ର, ରାହୁ, ତିନିଟା ପ୍ଲାନେଟ୍। ତାଙ୍କର 8th ହାଉସ୍ ବହୁତ ଆକ୍ଟିଭ୍ ଅଲରେଡ଼ି ଅଛି। ତ ସେ ବୁଧ ଆଉ ଶୁକ୍ର ଦୁଇଟା ମଘା ନକ୍ଷତ୍ରରେ ବସିଛନ୍ତି। ତ ମଘା ନକ୍ଷତ୍ର ଏମିତି ଗୋଟେ ନକ୍ଷତ୍ର ଯେଉଁଠି ଆପଣଙ୍କର ହାଇ ଆମ୍ବିସନ୍ ଥାଏ ଲାଇଫ୍ରେ ଆଚିଭ୍ କରିବା ପାଇଁ, ମୋତେ ଏଇ ଜିନିଷ ଆଚିଭ୍ କରିବାର ଅଛି, ସେଇ ଜିନିଷ ଆଚିଭ୍ କରିବାର ଅଛି, ଆଉଟ୍ ଅଫ୍ ଦି ବକ୍ସ ଯାଇକି ଆଚିଭ୍ କରିବାର ଅଛି। ତ ସେଇ ପ୍ରକାର ମାଇଣ୍ଡ ସେଟ୍ ନିହାତି ଆସିଯାଏ ୟାଙ୍କ ଭିତରେ। ତା ସହିତ ରାହୁ ମଧ୍ୟ ଅଷ୍ଟମ ଘରେ ବସିଛି। ତାଙ୍କ ଲାଇଫ୍ରେ ବହୁତ ସିକ୍ରେଟ୍ ଲୁଚିକି ରହିଛି, କାହିଁକିନା ଇଏ ଜନ୍ମ ହୋଇଛନ୍ତି ଶୁକ୍ର ମହାଦଶାରେ, ବର୍ତ୍ତମାନ ଚାଲିଛି ୟାଙ୍କ ଜାତକରେ ମଙ୍ଗଳର ମହାଦଶା।
ତ ମଙ୍ଗଳରେ ବର୍ତ୍ତମାନ ଶନି ଚାଲିଛି। ତ ଯେତେବେଳେ ମଙ୍ଗଳରେ ଶନି ପଚାରିଲି, ଯେତେବେଳେ ମୁଁ ପଚାରିଲି କାହିଁକିନା ଆପଣଙ୍କର ଲାଇଫ୍ରେ କିଛି ଆକ୍ସିଡେଣ୍ଟ ବଗେରା ହେଇଥିଲା, ନା ସାର୍ ଆକ୍ସିଡେଣ୍ଟ ହଉ ହଉ ବଞ୍ଚିଗଲା। ଠିକ୍ ଅଛି। ତା ସହିତ ଆଉ ଗୋଟେ ଜିନିଷ ଦେଖିବେ ଆପଣ ତାଙ୍କ ଜାତକରେ, ଯେ ଶନି ମଙ୍ଗଳ ଦେଖାଦେଖି ହେଉଛନ୍ତି। ଆଉ ଶନି ମାନେ ମଙ୍ଗଳ ମହାଦଶା ତାଙ୍କ ଜୀବନରେ ଏଇ ଫେଜ୍ରେ ଆସିଛି ଯେଉଁଠି ମଙ୍ଗଳ ଆପଣଙ୍କୁ ହାଲାକି ଆଙ୍କ ଜାତକରେ ମଙ୍ଗଳ ଚତୁର୍ଥାଧିପତି ଆଉ ଏକାଦଶାଧିପତି, କିନ୍ତୁ ମଙ୍ଗଳ କେଉଁଠି ନା କେଉଁଠି ଗୋଟେ ଆଗ୍ରେସନ୍ ବହୁତ କ୍ରିଏଟ୍ କରାଇ ଦେଉଛି। ଆଉ ଶନି ଏମିତି ଗୋଟେ କାହିଁକିନା ମକର ରାଶି ଏମିତି ଗୋଟେ ପ୍ଲାନେଟ୍ ଯେଉଁଠି ସେ ସ୍ଲୋ ଧୀରେ ଧୀରେ ଯିବା ପସନ୍ଦ କରେ। ତ ତାଙ୍କର ମାଇଣ୍ଡ ସେଟ୍ ଭିତରେ କେଉଁଠି ନା କେଉଁଠି ଗୋଟେ କନଫ୍ୟୁଜନ୍, ଡାଉଟ୍ ନିହାତି ରହିବ, ଅଟୋମେଟିକାଲି ଆସିଯିବ, ଯେଉଁଟାକି କିଛି ଆସ୍ପେକ୍ଟରୁ ଭଲ ନୁହେଁ। ଆଉ ବାକି ସବୁ ଜିନିଷ ଭଲ ଅଛି। ଆପଣ ଦେଖିବେ ଆଙ୍କର ପଞ୍ଚମାଧିପତି ଯିଏ ଶୁକ୍ର, ସେ ଆସିକି ଅଷ୍ଟମ ଘରେ ବସିଛନ୍ତି। ତ ଲଭ୍ ଲାଇଫ୍କୁ ନେଇକି କେଉଁଠି ନା କେଉଁଠି ସେ ସିକ୍ରେଟ୍ ମେଣ୍ଟେନ୍ ତ ନିହାତି କରୁଥିବେ। ତା ସହିତ ରାହୁ, ବୁଧ, ଶୁକ୍ର ତିନିଟାକ ପ୍ଲାନେଟ୍ ମଧ୍ୟ ଅଛନ୍ତି। ଯେହେତୁ ରାହୁ ଅଛି, ଯେତେବେଳେ ତାଙ୍କ ଜାତକରେ ମଙ୍ଗଳରେ ରାହୁ ଆସିଥିଲା, ତ ସେଠି ସେ ନିଶା ଦ୍ରବ୍ୟ କିଛି ନେବା ଷ୍ଟାର୍ଟ କରିଦେଇଥିଲେ। ବଟ୍ ଗ୍ରାଜୁଆଲି ସେ ଜିନିଷ ଛାଡ଼ିଦେଲେ ଯେତେବେଳେ ବୃହସ୍ପତି ଆସିଲା। ତାପରେ ଧୀରେ ଧୀରେ ସେଠୁ ସେ ବାହାରିକି ଆସିଗଲେ। ତ ଇଏ ହେଉଛି ଆଙ୍କ ଜାତକର ମେନ୍ କମ୍ବିନେସନ୍। ଆଣ୍ଡ ତା ସହିତ ସପ୍ତମ ଘରେ ରବି ବସିଛି, କି ଅଷ୍ଟମାଧିପତି ହେଇଛି। ତ ହେଇପାରେ ଲାଇଫ୍ ପାର୍ଟନର ଟିକେ ହେଲ୍ଥ ଇସ୍ୟୁଜ୍ ରହିବା, ଏଇ ଟେଣ୍ଡେନ୍ସି ଆସିଯିବ। ଆଣ୍ଡ ତାଙ୍କୁ ମୁଁ ପଚାରିଥିଲି ଆପଣଙ୍କ ଯିଏ ଗାର୍ଲଫ୍ରେଣ୍ଡ ଥିଲେ, ଆପଣ ତାଙ୍କ ଭିତରେ ଟିକେ ଇଗୋ ଇସ୍ୟୁଜ୍ ବହୁତ ଅଧିକ ଥିଲା କି? ନା ହଁ ସାର୍, ତାଙ୍କ ଭିତରେ ଟିକେ ରାଗ, ଆଙ୍ଗରନେସ୍, ଟିକେ ଇଗୋନେସ୍ ଟିକେ ନିହାତି ଥିଲା। ଆଉ ତା ସହିତ ରବି ଯେହେତୁ ସପ୍ତମରେ ବସିଛି, ଲଗ୍ନକୁ ଦେଖୁଛି, ସୋ ଦ୍ୟାଟ୍ କେଉଁଠି ନା କେଉଁଠି ତାଙ୍କର ନିଜର ପର୍ସନାଲିଟିକୁ ନେଇକି, ନିଜ ଜ୍ଞାନକୁ ନେଇକି କେଉଁଠି ନା କେଉଁଠି ତାଙ୍କୁ ଆକ୍ନଲେଜମେଣ୍ଟ ନିହାତି ମିଳିବ। ତା ସହିତ ମଙ୍ଗଳ ଶନି ଅଛି, ସୋ ଦ୍ୟାଟ୍ ଇଞ୍ଜିନିୟର ମଧ୍ୟ ଅଛନ୍ତି। ତେଣୁ ଜାତକ ସୁନ୍ଦର ଅଛି, ଏମିତି ନାହିଁ ଯେ ବହୁତ ଖରାପ ହିଁ ଅଛି। କିନ୍ତୁ ମ୍ୟାରିଟାଲ୍ ଲାଇଫ୍ରେ ଟିକେ କେୟାରଫୁଲ୍ ରହିବାକୁ ପଡ଼ିବ। ମେ ବି ମ୍ୟାରେଜ୍ ପରେ ଲାଇଫ୍ ପାର୍ଟନରର ହେଲ୍ଥ ଇସ୍ୟୁଜ୍ ମଧ୍ୟ ଟିକେ ଦେଖିବାକୁ ନିଶ୍ଚୟ ମିଳିବ। ତ ଆପଣ ଏଇ ଜିନିଷ ସତର୍କ ନିଅନ୍ତୁ, ଧ୍ୟାନ ଦିଅନ୍ତୁ, ଦେଖିବେ ସବୁ ଜିନିଷ ଅଟୋମେଟିକାଲି ଠିକ୍ ହେଇଯିବ। ତ ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। କେମିତି ଲାଗିଲା କମେଣ୍ଟ କରିକି ନିଶ୍ଚୟ ଜଣାନ୍ତୁ। ଆଉ ଆପଣଙ୍କ ସହିତ ଭେଟ ହେବ ଆଗାମୀ ଏକ ଅଧ୍ୟାୟରେ। ନମସ୍କାର।